ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ ଦୀପାଲି ଦାସଙ୍କ ପ୍ରଚାର ପ୍ରସାର ଏବେ ଜମିବାରେ ଲାଗିଛି। ସମାଜର ସବୁ ବର୍ଗର ଲୋକମାନେ ସୁଶ୍ରୀ ଦାସଙ୍କୁ ଜିତାଇବା ପାଇଁ ଅଣ୍ଟା ଭିଡ଼ିଲେଣି। ବିଜେଡି ସାଂସ୍କୃତିକ ସମନ୍ୱୟ ସମ୍ମୁଖର ଜିଲ୍ଲା ସଂଯୋଜକ ଶ୍ରୀ ଶଙ୍କର ପୋଡ଼ଙ୍କ ନେତୃତ୍ୱରେ ଓ ବରିଷ୍ଠ ବିଜେଡି କର୍ମୀ ଶ୍ରୀ ଜୟପ୍ରକାଶ କୌରଙ୍କ ସହଯୋଗରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଭାମାନ ଅନୁଷ୍ଠିତ ହୋଇ ଜୋରଦାର ପ୍ରଚାର ଚାଲିଛି। ମାନ୍ୟବର ନବୀନ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ଚଳିତ ନିର୍ବାଚନ ଇସ୍ତହାର ଉପରେ ନାଚ ଗୀତ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଡ଼ି ସଂଘକୁ ଭୋଟ ଦେବା ପାଇଁ ପ୍ରଚାର ଚାଲିଛି। ସ୍ଥାନୀୟ କଳାକାରମାନଙ୍କ ତରଫରୁ ହେଉଥିବା ଉକ୍ତ ପ୍ରଚାର ଦ୍ୱାରା ଭୋଟରଙ୍କ ଉପରେ ଭଲ ପ୍ରଭାବ ପଡ଼ୁଥିବାର ପରିଲକ୍ଷିତ ହୋଇଛି। ପ୍ରଚାରର ଶେଷ ସମୟ ଯାଏ ଗାଁକୁ ଗାଁ ଯାଇ ପ୍ରଚାରକୁ ଆହୁରି ଜୋରଦାର କରାଯିବ ବୋଲି ସାଂସ୍କୃତିକ ସମନ୍ୱୟର ଅଧ୍ୟକ୍ଷ ଶ୍ରୀ ଶଙ୍କର ପୋଡ଼ କହିଛନ୍ତି। ভোট দিয়ে তাকে জিতামালে নিশ্চিত ভাবে আমার উন্নতি হওয়া सब प्रकार আমার সুবিধা হয়ে পড়বা। আর আমি তো জানুছু তাঙ্কর বাপা নবদাস ଥିଲେ আমার লাগি আজ যদি এই ক্ষেত্রে দেখুছু আমার মানি সমাজ ও এরিয়া দেখুছু সব হচ্ছে এটা হচ্ছে নবদাসর তাঙ্কর অবদান। এটি লাগি সদা সর্বদা তাঙ্কু জিতাবার লাগি আমি চেষ্টা করবা। আজি হচ্ছে বহুত উদ্দেশ্য কিনা তো আমার কলাকার জমিছু